ଶାଢ଼ୀ ପିନ୍ଧି ଖେଳିଲେ କବାଡ଼ି, ଫୁଟବଲ ଜିତିଲେ ଗାଁ ମହିଳା। ଖେଳ ବଦଳ ଜରିଆରେ ଦେଲେ ନୂଆ ବାର୍ତ୍ତା। ଆଜ୍ଞା, ଏ ଦୃଶ୍ୟ ହେଉଛି ଖୋଦ୍ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ାସ୍ଥିତ ସୁଆରପାଲି ଖେଳ ପଡ଼ିଆର। ଏଠି ମହିଳାମାନେ ପୋଖତ ଖେଳାଳି ନ ହୋଇ ବି ଏମିତି ଖେଳ ଖେଳିଛନ୍ତି ଯାହା ଏବେ ରାଜ୍ୟ ବାହାରେ ବି ଚର୍ଚ୍ଚାର ବିଷୟ ପାଲଟିଛି। ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ। ମନ ଧ୍ୟାନ ଦେଇ ଗାଁ ମହିଳାମାନେ ଖେଳୁଛନ୍ତି କବାଡ଼ି ଓ ଫୁଟବଲ ଖେଳ, ଆଉ ପୁରୁଷମାନେ ଧରିଛନ୍ତି ସ୍କୋର ବୋର୍ଡ। ଏଭଳି ଏକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଛନ୍ତି ଏହି ଅଞ୍ଚଳର ସାମାଜିକ କର୍ମୀ ବିଦେଶିନୀ ପଟେଲ। ଖେଳ ବଦଳ ନାଁରେ ସେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଗାଁ ଗାଁକୁ ଯାଇ ପ୍ରଥମେ ମହିଳା ଓ ସେମାନଙ୍କ ପରିବାରକୁ ବୁଝାଇଥିଲେ। ଦିନ ରାତି ପରିବାର ପାଇଁ ପରିଶ୍ରମ କରୁଥିବା ମହିଳାମାନେ ନିଜ ପାଇଁ ସମୟ ବାହାର କରିବାକୁ ଯୋଗାଇ ଦେଇଥିଲେ ପ୍ରେରଣା, ଯାହାର ପ୍ରମାଣ ଏବେ ସାରା ଦେଶ ଦେଖିଛି। ଆଜି ବି ଗାଁ ଗାଁରେ ଓଢ଼ଣା ତଳେ ଓ ଚୁଲି ମୁଣ୍ଡରେ ସିଝୁଥାଏ ମହିଳାଟିଏ। ବେଳେବେଳେ କିଶୋରୀ ଅବସ୍ଥାରେ ନାଚ ଗୀତ ଖେଳକୁଦ କରୁଥିବା ଝିଅଟିଏ ବିବାହ ପରେ ସ୍ୱପ୍ନକୁ ଜଳାଞ୍ଜଳି ଦେଇ ଜଞ୍ଜାଳ ସମ୍ଭାଳିବାକୁ ବାଧ୍ୟ ହୋଇଯାଏ। ଏମିତି ପରିସ୍ଥିତିରେ ମହିଳାଙ୍କ ପାଇଁ ଖେଳକୁଦ ପ୍ରତିଯୋଗିତା ଭଳି ଶାରୀରିକ କ୍ରୀଡ଼ା ବାବଦରେ କିଏ ବା ଭାବେ? ଆଉ ଯଦି ବି କେହି ଭାବନ୍ତି, ତେବେ ତାହା ଝୋଟି ଚିତା, ରଙ୍ଗୋଲି, ପୁଚି କିମ୍ବା ପିଠା ପଣା ଭଳି ପ୍ରତିଯୋଗିତାରେ ସୀମିତ ରହିଯାଏ। ଆଉ ସମାନତାର କଥା କହୁଥିବା ସମାଜ ବି ପରମ୍ପରା ଆଢ଼ୁଆଳରେ ମହିଳାଙ୍କ କ୍ରୀଡ଼ା କଥା ଚିନ୍ତା କରେନି। ଏଭଳି ସ୍ଥଳେ ନିଜସ୍ୱ ପ୍ରଚେଷ୍ଟାରେ ବିଦେଶିନୀ ମହିଳାଙ୍କୁ ଏକଜୁଟ କରି ଏଭଳି କ୍ରୀଡ଼ାର ଆୟୋଜନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିକଟ ଅଞ୍ଚଳର ପ୍ରାୟ 1500 ମହିଳା ଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପୁରୁଷମାନେ ସମସ୍ତ ସହଯୋଗ କରିଥିଲେ, ଯାହା ଚର୍ଚ୍ଚା ସାଙ୍ଗକୁ ପ୍ରଶଂସା ସାଉଁଟିବାରେ ଲାଗିଛି। ସବୁଠୁ ବଡ଼ କଥା ହେଉଛି, ସୁନ୍ଦରଗଡ଼ ହେଉଛି ହକିର ଏନ୍ତୁଡ଼ିଶାଳ, ଯାହା ଅନେକ ହକି ଖେଳାଳିଙ୍କୁ ଜନ୍ମ ଦେଇଛି। ଆଉ ଏହି ମହିଳାମାନେ କୌଣସି ପୋଖତ ଖେଳାଳି ବି ନୁହନ୍ତି। ଖୁବ୍ କମ୍ ଦିନର ଟ୍ରେନିଂ ସହିତ ପଡ଼ିଆକୁ ଓହ୍ଲାଇଛନ୍ତି। ତେଣୁ ଯଦି ଆଗକୁ ସରକାରୀ ପ୍ରୋତ୍ସାହନ ସାଙ୍ଗକୁ ଭିତ୍ତିଭୂମି ଯୋଗାଇ ଦିଆଯାଏ, ତେବେ ମହିଳାମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନାଁ କରିପାରିବେ ବୋଲି ଆଶା ରଖିଛନ୍ତି ବିଦେଶିନୀ ପଟେଲ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ କ୍ରାଫ୍ଟ।